ସମ୍ବାଦର 41ତମ ସ୍ୱର୍ଣ୍ଣକ୍ଷେତ୍ର ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର 15 ତାରିଖ ରବିବାର ଦିନ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ହେବ। ତାପରେ ପରବର୍ତ୍ତୀ ରବିବାର ଅର୍ଥାତ୍ ସେପ୍ଟେମ୍ବର 22 ତାରିଖରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା ରାଜ୍ୟର ସମସ୍ତ ବ୍ଲକ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସଦର ମହକୁମାରେ ଆୟୋଜିତ ହେଉଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ, ହସ୍ତାକ୍ଷର ପ୍ରତିଯୋଗିତାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଭାଷା ଜ୍ଞାନ ପ୍ରବନ୍ଧ ପରୀକ୍ଷାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ସେହିପରି ବିତର୍କ ଓ ସଙ୍ଗୀତ ଭିତ୍ତିକ ସାରେଗାମା ପ୍ରତିଯୋଗିତା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଜୋନ୍ ସ୍ତରରେ ଅନୁଷ୍ଠିତ ହେବ। ମାନେ +2 ଆଉ +3 କଥା ଏଠାରେ କୁହାଯାଇଛି। ଉପରୋକ୍ତ 5ଟି ଯାକ ପ୍ରତିଯୋଗିତାରେ ପରୀକ୍ଷା କେନ୍ଦ୍ରରେ ହିଁ ମୂଲ୍ୟାୟନ କରାଯାଇ ସେହି ସ୍ଥାନରେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ବିତର୍କ ଓ ସାରେଗାମା ବ୍ୟତୀତ ଅନ୍ୟ ଗୁଡ଼ିକରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ବିଜେତାଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଉପରୋକ୍ତ ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନର ଆଧାରରେ ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ଚୟନ କରାଯିବ। ବିତର୍କ ଓ ସାରେଗାମାର ଚୂଡ଼ାନ୍ତ ପ୍ରତିଯୋଗିତା ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ ପ୍ରତ୍ୟେକ ଜୋନ୍ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏଇଠି ଦେଖିବା ପାଉଥିବେ ଅଲଗା ଅଲଗା ବକ୍ସରେ ଅଲଗା ଅଲଗା ପ୍ରତିଯୋଗିତାର ନାଁ ଲେଖା ହେଇଛି। ତା ସହିତ କେଉଁ ପ୍ରତିଯୋଗିତାରେ କେଉଁ ଛାତ୍ରଛାତ୍ରୀ ଭାଗ ନେଇପାରିବେ ତାହା ବି ଏଠି ତଳେ ଲେଖା ହେଇଛି। ଆପଣ ଭଲ ଭାବରେ ପଢି ପାରୁଥିବେ। ତ ଏଇଠି ଯୋଉ ଲେଖା ହେଇଛି ବିତର୍କ ଆଉ ସାରେଗାମାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏଇଟା ହେଲା +2 ଆଉ +3 ପାଇଁ। ଓକେ, ଆ ବାକି ତ ସବୁ ଶ୍ରେଣୀ ଲେଖା ହେଇଛି ଜାଣିପାରୁଥିବେ। ପ୍ରତ୍ୟେକ ପ୍ରତିଯୋଗିତା ପାଇଁ ଅନଲାଇନ ରେଜିଷ୍ଟ୍ରେସନର ବ୍ୟବସ୍ଥା କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ମୋବାଇଲରେ ଏହି ୱେବସାଇଟ https://competition.sambad.in/ କୁ ଯାଇ ଯେଉଁ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛନ୍ତି ସେଥିରେ ରେଜିଷ୍ଟ୍ରେସନ କରିପାରିବେ। ରେଜିଷ୍ଟ୍ରେସନ ଫର୍ମର ପ୍ରତ୍ୟେକ ବକ୍ସକୁ ପୂରଣ କରି ସବମିଟ୍ କରିବେ। ବିସ୍ତୃତ ନିୟମାବଳୀ ପରବର୍ତ୍ତୀ ସମୟରେ ସମ୍ବାଦରେ ପ୍ରକାଶ ପାଇବ ବୋଲି କୁହାଯାଇଛି। ତ ଆପଣ ସମ୍ବାଦ ଖବରକାଗଜ ପଢୁଥାନ୍ତୁ, ଯାହା ବି କିଛି ବିସ୍ତୃତ ନିୟମାବଳୀ ଆସିବ ଆପଣ ଜାଣିପାରିବେ। ରାଜ୍ୟସ୍ତରୀୟ ପୁରସ୍କାର ଆପଣ ଦେଖିବାକୁ ପାଉଥିବେ। ପ୍ରଥମ ସ୍ଥାନ ଅଧିକାର କଲେ 10,000 ଟଙ୍କା ମିଳିବ। ଆଉ ଯଦି ଦ୍ୱିତୀୟ ସ୍ଥାନ ଅଧିକାର କରୁଛନ୍ତି 7,500 ଟଙ୍କା ମିଳିବ। ଆଉ ଯଦି ତୃତୀୟ ସ୍ଥାନ ଅଧିକାର କରୁଛନ୍ତି ତାହେଲେ 5,000 ଟଙ୍କା ମିଳିବ। ଆଉ ଯଦି ଆପଣଙ୍କର କୌଣସି ପ୍ରକାର ଡାଉଟ ବା କ୍ୱେରି ରହିଛି ତାହେଲେ ଯୋଗାଯୋଗ ପାଇଁ ଏଠି ନମ୍ବର ଦିଆଯାଇଛି। ଆପଣ ଏଇ 3ଟା ଯାକ ନମ୍ବର ଭିତରୁ ଯେକୌଣସି ବି ଗୋଟିଏ ନମ୍ବରରେ ଆପଣ କଣ୍ଟାକ୍ଟ କରିକି ଆପଣଙ୍କ ଡାଉଟ କୁ କ୍ଲିୟର କରିପାରିବେ। এই ভিডিওটিକୁ ସେୟାର କରିଦିଅନ୍ତୁ। ଯେଉଁମାନେ ବି ପ୍ରତିଯୋଗିତାରେ ଭାଗ ନେଇ ଟଙ୍କା ପାଇବାକୁ ଚାହୁଁଛନ୍ତି ସେମାନେ ଭାଗ ନେଇପାରିବେ। ଏଥିପାଇଁ ଆପଣଙ୍କୁ ଫାଷ୍ଟ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ତ এই ୱେବସାଇଟକୁ ଯାଇ ରେଜିଷ୍ଟ୍ରେସନ କରିଦେବେ, ଜମାରୁ ବି ଭୁଲିବେନି। ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ କରିବାକୁ ଜମାରୁ ବି ଭୁଲିବେନି।